ଡାକ୍ତରୀ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ନ୍ୟାସନାଲ ମେଡିକାଲ କମିଶନ ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ପାଇଁ ନୂଆ ନିୟମ ଲାଗୁ କରିଛି। ଏନଏମସି ମେଡିକାଲ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଦିନ ଛୁଟି ଦେବା ପାଇଁ ନିଷ୍ପତ୍ତି ନେଇଛି। ଏବେ ସାପ୍ତାହିକ ଛୁଟି ବ୍ୟତୀତ କାଜୁଆଲ ଲିଭ୍। ଦେଶର କୋଟି କୋଟି କୃଷକ ଭାରତ ସରକାରଙ୍କ ଉଚ୍ଚାଭିଳାଷ ସ୍କିମ୍ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଲାଭ ନେଉଛନ୍ତି। ଏହି ଯୋଜନା ଅଧୀନରେ ଭାରତ ସରକାର ଦେଶର ଆର୍ଥିକ ଦୁର୍ବଳ କୃଷକମାନଙ୍କୁ ପ୍ରତିବର୍ଷ 6,000 ଟଙ୍କା ଆର୍ଥିକ ସହାୟତା କରୁଛନ୍ତି। 6,000 ଟଙ୍କା। ଏହି ଆର୍ଥିକ ସହାୟତା ପ୍ରତିବର୍ଷ 3ଟି କିସ୍ତିରେ ଛଡ଼ାଯାଇଥାଏ। ରାଜ୍ୟରେ ବୃଦ୍ଧି ପାଇବ ଭତ୍ତା ଟଙ୍କା। ଏ ନେଇ ପ୍ରସ୍ତୁତ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଘୋଷଣା କରିବେ। ଏ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି 5ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ବାଲେଶ୍ୱର ନୀଳଗିରିରେ ଆୟୋଜିତ ଏକ ସଭାରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ କରାଯାଉଛି। ଏଥିରେ ବୟସ ସୀମା 60ରୁ ଉର୍ଦ୍ଧ୍ୱ କରାଯାଇଛି। ହେଲେ ବିଧବା ସାରା ରାଜ୍ୟରେ ଡ୍ରାଇଭର ଷ୍ଟ୍ରାଇକ୍ ଛାଡ଼ ଆନ୍ଦୋଳନର ତୃତୀୟ ଦିନ। ଆନ୍ଦୋଳନର ପ୍ରଭାବ ସବୁଠି ଦେଖିବାକୁ ମିଳିଛି। ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଓମଫେଡ୍ ସେବା ପ୍ରଭାରୀ ଦେଉଛନ୍ତି। ସବୁଠୁ ବଡ଼ କଥା ହେଉଛି ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଦେଖାଯାଇପାରେ ପେଟ୍ରୋଲ ସଂକଟ। ଏନେଇ ସୂଚନା ଦେଇଛନ୍ତି ଉତ୍କଳ ପେଟ୍ରୋଲିୟମ ଗିଲ୍ଡର ସଂଘ ସା। ସୁନା ମୂଲ୍ୟ ହ୍ରାସ କୌଣସି ଚିହ୍ନ ବର୍ଣ୍ଣ ଦେଖାଯାଉ ନାହିଁ। ଦିଲ୍ଲୀର ସରଫା ବଜାରରେ 10 ଗ୍ରାମ ସୁନା ମୂଲ୍ୟ 60,000 5,000 ଟଙ୍କା ପାଖାପାଖି ପହଞ୍ଚିଥିବା ଦେଖାଯାଉଛି। ଏ ସହିତ ରୂପା ମୂଲ୍ୟ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ପେନସନଭୋଗୀ ଅନ୍ୟାନ୍ୟ ସହାୟତା ଯୋଗ୍ୟ ବର୍ଗ ଓ ସହରାଞ୍ଚଳରେ ବାସ କରୁଥିବା ପରିବାରଗୁଡ଼ିକ ବିଏସ୍ୱାଇ ନବୀନ କାର୍ଡ ମିଳିବ। ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ଭାବନାରେ ବାଦ ପଡ଼ିଥିବା ପାଇଁ ବର୍ଗ ସାମିଲ କରାଯିବ। ଏଥିପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କାର୍ଯ୍ୟକାରୀମାନଙ୍କ ପାଇଁ ସରକାର ପେନସନ ଯୋଜନା ଲାଗୁ କରିଛନ୍ତି। କର୍ମଚାରୀମାନଙ୍କୁ 60 ବର୍ଷ ପରେ ପେନସନ ପ୍ରଦାନ କରିବା ପାଇଁ ନିୟମ କରିଛନ୍ତି ସରକାର। କିନ୍ତୁ ବର୍ତ୍ତମାନ ଏଥିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଏଣିକି କର୍ମଚାରୀମାନଙ୍କୁ 60 ବର୍ଷ ବଦଳରେ 50 ବର୍ଷରୁ ଏହି ପେନସନ ପ୍ରଦାନ କରାଯିବ। 50 ବର୍ଷ ବୟସରେ ପେନସନ ପାଇଁ ଯୋଗ୍ୟ କରିପାରିବେ କର୍ମଚାରୀ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ନମ୍ବର 3 ଦିନକୁ ଦିନ ସାରା ବିଶ୍ୱର ହ୍ୱାଟ୍ସଆପ୍ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ୟୁଜର୍ସଙ୍କୁ ସବୁଠାରୁ ଭଲ ଏକ୍ସପେରିଏନ୍ସ ଦେବା ପାଇଁ ଲଗାତାର ନୂଆ ନୂଆ ଫିଚର ଆଣିଥାଏ ଏହି କମ୍ପାନୀ। 2023 ମସିହାରେ ହ୍ୱାଟ୍ସଆପ୍ ଅନେକ ପ୍ରକାର ଫିଚର ସାମିଲ କରିଛି। ଲୋକସେବା ଆୟୋଗ ଓପିଏସସି ଦ୍ୱାରା ପରିଚାଳିତ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଅଫିସର ଏଏସ୍ଓ ପରୀକ୍ଷା ଫଳ ପ୍ରକାଶ ପାଇଛି। 787 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। 2022 ମସିହା ଅଗଷ୍ଟ ମାସ 23 ତାରିଖରୁ ଡିସେମ୍ବର ମାସ 4 ତାରିଖ ପର୍ଯ୍ୟନ୍ତ ହୋଇଥିବା ସାକ୍ଷରତାକାର ଏବଂ ପ୍ରମାଣପତ୍ର ଯାଞ୍ଚ ପରେ ଶନିବାର ଦିନ ଓପିଏସସି ଦ୍ୱାରା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ସୋସିଆଲ ମିଡ଼ିଆର ବ୍ୟବହାର ଦୃଢ଼ ଭାବରେ ବଢ଼ିଛି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଗୃହିଣୀଙ୍କଠାରୁ ଆରମ୍ଭ କରି କର୍ମଜୀବୀ ବ୍ୟବସାୟୀ ସମସ୍ତଙ୍କ ଏହା ମଧ୍ୟରେ ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ପାଇଁ ଆସିଛି ଏକ ବଡ଼ ଜରୁରୀ ଖବର। ଗୋଟିଏ ଭୁଲ କାରଣରୁ ଆପଣଙ୍କ ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ ହୋଇଯାଇପାରେ। ସୋସିଆଲ ମିଡ଼ିଆ ପାଇଁ କେନ୍ଦ୍ର ସରକାର ଏକ ନିୟମ ପ୍ରସ୍ତୁତ କରିଛନ୍ତି। ଯେଉଁ ଆକାଉଣ୍ଟ ଗତ 3 ବର୍ଷ ଧରି ଖୋଲା ହୋଇନଥିବ ସେହି ଆକାଉଣ୍ଟକୁ ସ୍ଥାୟୀ ଭାବରେ ବନ୍ଦ କରି ଦିଆଯିବ। ପ୍ରାୟ ସପ୍ତାହ ପରେ ଦିଲ୍ଲୀର ଗହଣା ବଜାରରେ ସୁନା ଏବଂ ରୂପାର ପାଇକାରୀ ଦର ହ୍ରାସ ପାଇଛି। ଇଣ୍ଡିଆ ଟୁଡେର ଖବର ଅନୁଯାୟୀ ବର୍ଷର ଶେଷରେ ସୁନା ଓ ରୂପା ଦର ସାମାନ୍ୟ କମିଛି। ଭାରତୀୟ ଗହଣା ସଂଶୋଧନକୁ ଅନୁସାରେ ଗୁରୁବାର ସନ୍ଧ୍ୟା ସମୟରେ 10 ଗ୍ରାମ 24 କ୍ୟାରେଟ ଶୁଦ୍ଧ ସୁନା ଦର 63,452 ଟଙ୍କା ରହିଥିଲା। ଏହା ହ୍ରାସ ପାଇ 63,332 ଟଙ୍କାରେ ପହଞ୍ଚିଲା। ସେହିପରି ମୋ ବସ୍ରେ ଆଉ 200ଟି ଇ-ବସ୍ ଚଳାଚଳ ନିମନ୍ତେ ରାଜ୍ୟ ସରକାର ଏକ ଘରୋଇ ସଂସ୍ଥା ଜେବିଏମ୍ ଇକୋ ଲାଇଫକୁ 933.24 କୋଟି ଟଙ୍କା ଦେବେ। ଏହି ସଂସ୍ଥାର 9 କିଲୋମିଟରରୁ 10 ମିଟର ଲମ୍ବ ଇଲେକ୍ଟ୍ରିକ୍ ବସ୍ କିଣିବା ସହ ଏହାର ଆବଶ୍ୟକ
ଭିତ୍ତିଭୂମି ନିର୍ମାଣ ସାରା ରାଜ୍ୟରେ ଡ୍ରାଇଭର ରକ୍ଷଣାବେକ୍ଷଣ ଷ୍ଟିୟରିଂ GSS ଛାଡ଼ ଆନ୍ଦୋଳନ ନମ୍ବର 5 ପାଣିପାଗ ତୃତୀୟ ଦିନ ବିଭାଗର ସୂଚନା ଅନୁଯାୟୀ ଆନ୍ଦୋଳନ ପ୍ରଭାବ ଜାନୁଆରୀ 5 ବେଳକୁ ସବୁଠି କିଛି ଦେଖିବାକୁ ଜିଲ୍ଲାରେ ମିଳୁଛି। ବର୍ଷା ହେବା ଡ୍ରାଇଭର ନେଇ ଆନ୍ଦୋଳନ ଯୋଗୁଁ ଆକଳନ କରାଯାଇଛି। ଓମଫେଡ୍ ଜାନୁଆରୀ 5 ସେବା ତାରିଖରେ କେନ୍ଦୁଝର, ପ୍ରତ୍ୟାହାରୀ ସୁନ୍ଦରଗଡ଼ ଓ ଦେଉଛନ୍ତି। ମୟୂରଭଞ୍ଜ ହାଲୁକା ସବୁଠୁ ବର୍ଷା ବଡ଼ ହେବ। କଥା ହେଉଛି ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଦେଖାଯାଇପାରେ ପେଟ୍ରୋଲ ସଂକଟ। ଏନେଇ ସୂଚନା ଦେଇଛନ୍ତି ଉତ୍କଳ ପେଟ୍ରୋଲିୟମ ଗିଲ୍ଡର ସଂଘ ସା